ମନୋଜ ଦାସଙ୍କ ଅନ୍ତରଙ୍ଗ ଭାରତ ପ୍ରଥମ ପର୍ଯ୍ୟାୟ। ଦକ୍ଷିଣର ପ୍ରାଚୀନତମ ନଗରୀ। ମୁଁ ପାଠ କରୁଛି ସମୀର ରଞ୍ଜନ ଦାସ। 1966 ମସିହା। ପୁଣି ଏକ ଶୀତ ପ୍ରଭାତ। ମଦୁରାଇ ଷ୍ଟେସନରୁ ମୋତେ ପାଛୋଟି ନେଇଗଲେ ସ୍ଥାନୀୟ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ତତ୍କାଳୀନ ମୁଖ୍ୟ ଡକ୍ଟର ଭେଙ୍କଟରମଣ। ଯାଇ ପହଞ୍ଚିଲୁ ଦକ୍ଷିଣ ଭାରତର ବିଖ୍ୟାତ ପରିବହନ ତଥା ଶିଳ୍ପ ସଂସ୍ଥା TVSର ଅତିଥି ଭବନରେ। ସ୍ୱାଗତ ଜଣାଇବା ଅବସରରେ ଅତିଥି ଭବନର ତତ୍ତ୍ୱାବଧାରକ ତାତ୍ପର୍ଯ୍ୟପୂର୍ଣ୍ଣ ହସ ଖେଳାଇ କହିଲେ, ଆପଣଙ୍କ ପାଇଁ ଆମର ସର୍ବଶ୍ରେଷ୍ଠ ସୁଇଟ୍ ଗୋଟିକ ଖୋଲି ଦିଆଯାଇଛି। ସେ ସୁଇଟ୍ ସଚରାଚର ଆମେ କାହାକୁ ଦେଉନା, କାରଣ ଏ ଅତିଥି ଭବନର ପ୍ରଥମ ଅତିଥି ସେଠି ରହିଥିଲେ। ସିଏ ଆଉ କେହି ନୁହନ୍ତି, ଜବାହରଲାଲ ନେହେରୁ। ପ୍ରବେଶ କକ୍ଷରେ ବସିଥିବା ଅନ୍ୟ ଅତିଥି ଓ କର୍ମଚାରୀମାନେ ବିସ୍ମୟ ଓ ସମ୍ଭ୍ରମ ଭରେ ମୋତେ ଅନାଇଲେ। ତେବେ ସେମାନଙ୍କୁ ମୋହମୁକ୍ତ ହେବାକୁ ଅଧିକ ସମୟ ଲାଗିଲା ନାହିଁ। ତତ୍ତ୍ୱାବଧାରକ ସମାନ ଉତ୍ସାହରେ ତାଙ୍କ ବିବୃତିର ଶେଷାଂଶ ଶୁଣାଇଲେ। ପ୍ରଫେସର ଭେଙ୍କଟରମଣଙ୍କ ପ୍ରତି ଆମ ଖାଉନ୍ଦଙ୍କର ଅଶେଷ ସମ୍ମାନ। ସର୍ବଦା ଦକ୍ଷିଣ ଭାରତୀୟ ଢଙ୍ଗରେ ଧୋତି ଓ ସାଧାରଣ କାମିଜ ପରିହିତ ଚୁଟିଧାରୀ ଭେଙ୍କଟରମଣ ଭାରତର ଅଗ୍ରଗଣ୍ୟ ଗଣିତଜ୍ଞମାନଙ୍କ ଭିତରେ ଅନ୍ୟତମ। ବାଳୁତ କାଳରୁ ଗଣିତ, ନାଗସାପ ଓ ଚିତାବାଘ ଇତ୍ୟାଦି ବସ୍ତୁକୁ ମୋ ଚେତନା ଏକ ପର୍ଯ୍ୟାୟଭୁକ୍ତ କରିଥିଲା। କୌଣସି ଗଣିତ ଶିକ୍ଷକଙ୍କୁ ଭେଟିଲେ ଏବେ ବି ପ୍ରଥମେ ସାମାନ୍ୟ ସ୍ଥଳେ ଛନକା ଅନୁଭବ କରିଥାଏ। 1966 ଅଗଷ୍ଟରେ ମାଡ୍ରାସ ନଗରୀରେ ସାର୍ ଶ୍ରୀନିବାସ ଶାସ୍ତ୍ରୀ ହଲରେ ଶ୍ରୀ ଅରବିନ୍ଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ନିମନ୍ତେ ଏକ ସଭା ହୋଇଥିଲା। ସେଥିରେ ସଭାପତିତ୍ୱ କରିଥିଲେ ଦକ୍ଷିଣ ଭାରତର ଜଣେ ଚମକପ୍ରଦ ବ୍ୟକ୍ତିତ୍ୱ ସାର୍ CP ରାମସ୍ୱାମୀ ଆୟାର। ସାର୍ CP ଥିଲେ ଏକ ଜୀବନ୍ତ କିମ୍ବଦନ୍ତୀ। ପ୍ରଖର ବୁଦ୍ଧିମତା, ଦର୍ଶନ, ରାଜନୀତି ଓ ସମାଜ ବିଜ୍ଞାନରେ ଅସାଧାରଣ ଜ୍ଞାନ ହାସଲ କରିବା ସଙ୍ଗେ ସଙ୍ଗେ ସେ ଥିଲେ ବିଶେଷ ପ୍ରଭାବଶାଳୀ ବାଗ୍ମୀ। ଭାରତର ସ୍ୱାଧୀନତା ପ୍ରାପ୍ତିର ପ୍ରାକ୍ କାଳରେ ସେ ତ୍ରାଭାଙ୍କୋର ରାଜ୍ୟର ସଚିବୋତ୍ତମ ବା ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କ କୂଟନୈତିକ ପରାମର୍ଶ ମାନି ନେଇ ତ୍ରାଭାଙ୍କୋର ମହାରାଜ ନିଜ ରାଜ୍ୟକୁ ସ୍ୱାଧୀନ ସାର୍ବଭୌମ୍ୟ ରାଷ୍ଟ୍ର ବୋଲି ଘୋଷଣା କରି ବିଦେଶକୁ ଦୂତ ପଠାଇବା ଆରମ୍ଭ କରିଦେଲେ। ଏ ନିଷ୍ପତ୍ତିର ବିରୋଧ କଲେ ଶିକ୍ଷିତ ପ୍ରଜାକୁଳ। ରାଜ୍ୟବ୍ୟାପୀ ବିକ୍ଷୋଭ ଦେଖାଦେଲା। ହଠାତ୍ ଜଣେ ବିକ୍ଷୋଭକାରୀ ସାର୍ CPଙ୍କ ଉପରକୁ ଗୁଳି ଚଳାଇଦେଲା। ଅଳ୍ପକେ ବର୍ତ୍ତିଗଲେ ମହାଶୟ। ପରେ ପରେ ତାଙ୍କର କିପରି ଭାବାନ୍ତର ହେଲା କେଜାଣି, ସେ ତ୍ରାଭାଙ୍କୋର ରାଜ୍ୟକୁ ଭାରତ ସହ ମିଶାଇ ଦେବାର ସିଦ୍ଧାନ୍ତ କରି ଦେଶୀୟ ରାଜ୍ୟ ମିଶ୍ରଣ ସ୍ରୋତରେ ପୁଣି ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହେଲେ। କୃଷ୍ଣମୂର୍ତ୍ତିଙ୍କ ଅଭିଭାବକ କିଏ, ତାହାରି ଉପରେ ଆନି ବେସାନ୍ତଙ୍କ ବିରୁଦ୍ଧରେ କୃଷ୍ଣମୂର୍ତ୍ତିଙ୍କ ପିତାଙ୍କ ଚାଞ୍ଚଲ୍ୟକର ମୋକଦ୍ଦମା ଚାଲିଥିବା ବେଳେ ତରୁଣ ବାରିଷ୍ଟର CP ରାମସ୍ୱାମୀ ଆୟାର ଆଇନଜ୍ଞ ଭାବରେ ଖ୍ୟାତି ଲାଭ କରିଥିଲେ। ତାଙ୍କର ମେଧାରେ ମୁଗ୍ଧ ହୋଇ ହାଇକୋର୍ଟର ପ୍ରଧାନ ବିଚାରପତି ତାଙ୍କୁ ବିଚାରକ ଭାବରେ ନିଯୁକ୍ତି ଦେବାର ପ୍ରସ୍ତାବ ଦିଅନ୍ତେ CP କହିଥିଲେ, ମାଇ ଲର୍ଡ, I will prefer talking nonsense for an hour or so a day to hearing nonsense for several hours all the days. ମାତ୍ର ବର୍ଷ କେତୋଟି ତଳ ଯାଏ ମଣିଷ କେଡ଼େ ସହଜରେ ଥଟ୍ଟାଳିଆ କଥା କହିପାରୁଥିଲା। କୌଣସି ବୃତ୍ତି ବା ବ୍ୟକ୍ତି ଅପମାନ ବୋଧ କରିବେ ସେଭଳି ଭୟ ନ କରି
ସାର୍ ସିପିଙ୍କ ବକ୍ତୃତା କ୍ରମେ ବିରଳ ହୋଇ ଆସୁଥିଲା। ତେଣୁ ସେଦିନ ସଭାରେ ମାଡ୍ରାସର ବୁଦ୍ଧିଜୀବୀମାନେ ପ୍ରବଳ ଭିଡ଼ କରିଥିଲେ। ବୃଦ୍ଧ ସାର୍ ସିପି ଘୋଷଣା କଲେ, ଜୀବନର ଏଇ ପରିଣତ ପର୍ଯ୍ୟାୟରେ ପହଞ୍ଚି ସେ ଶ୍ରୀ ଅରବିନ୍ଦଙ୍କୁ ହିଁ ତାଙ୍କ ଜ୍ଞାନାର୍ଜନ ମାର୍ଗର ଦୀପସ୍ତମ୍ଭ ରୂପେ ଗ୍ରହଣ କରି ନେଇଛନ୍ତି। ତାଙ୍କ ବିଷୟରେ ଆଜି ଏତେ କଥା ମନକୁ ଆସିବାର କାରଣ ସେଦିନ ସନ୍ଧ୍ୟାର ସେହି ବକ୍ତୃତା ହିଁ ଥିଲା ତାଙ୍କ କର୍ମମୟ ଓ ବକ୍ତୃତା ବହୁଳ ଜୀବନର ଶେଷ ବକ୍ତୃତା। ଏହାର ଦିନ କେତୋଟି ପରେ ସେ ଲଣ୍ଡନ ଗଲେ ଗାନ୍ଧିଜୀଙ୍କ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ବକ୍ତୃତା ଦେବା ପାଇଁ। ହିଥ୍ରୋ ବିମାନ ଘାଟିରେ ଅବତରଣ କରି ସେ ପ୍ରାଣତ୍ୟାଗ କଲେ। ସାର୍ ସିପିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସେଦିନର ସେ ସଭାରେ ବକ୍ତା ଥିଲି ମୁଁ। ସଂକ୍ଷିପ୍ତ କାର୍ଯ୍ୟକ୍ରମ। ସଭା ଶେଷ ହେବା ମାତ୍ରେ ଭିଡ଼ ଭିତରୁ ବାହାରି ଆସି ଡକ୍ଟର ଭେଙ୍କଟରମଣ ମୋତେ ଧରିନେଲେ ଓ କହିଲେ, ଶୁଣ, ତମକୁ ମଦୁରାଇ ଯିବାକୁ ପଡ଼ିବ। ଆପଣଙ୍କ ନିର୍ଦ୍ଦେଶ ପାଳନ କରିବି। ଛୁଟି ବେଳେ ଯଦି କାର୍ଯ୍ୟକ୍ରମ ହୁଏ। 2-3 ମାସ ପରେ। ବେଶ୍, କିନ୍ତୁ ଗୋଟାଏ ସର୍ତ୍ତ ଅଛି। ଆଜି ଯେଉଁ ଭାଷଣ ଦେଲ ଅବିକଳ ସେହି ଭାଷଣ ସେଠାରେ ଦେବ। ଏ ଗଣିତଧର୍ମୀ ସର୍ତ୍ତ ଶୁଣି ଆତଙ୍କ ଅନୁଭବ କଲି। ବିଶ୍ୱାସ କରନ୍ତୁ, ତାଙ୍କୁ ବୁଝାଇ କହିଲି, 2-3 ମାସ ତ ଦୂରର କଥା, ଏହି ମୁହୂର୍ତ୍ତରେ ବି ଯଦି ମୋତେ ମୋ ବକ୍ତୃତାର ପୁନରାବୃତ୍ତି କରିବାକୁ କହିବେ, ମୁଁ ଅକୃତକାର୍ଯ୍ୟ ହେବି। ସ୍ମୃତିର ଦୁର୍ବଳତା ନା ପ୍ରେରଣାର ଦୁର୍ବଳତା ଜାଣେ ନା। ତାଙ୍କ ଭିତରେ ଦୟାର ଉଦ୍ରେକ ହେଲା। ସେ କହିଲେ, ଆଚ୍ଛା, ଯେତେ ଦୂର ସମ୍ଭବ ମଦୁରାଇରେ ତମ ବକ୍ତୃତା ଏ ମାଡ୍ରାସ ବକ୍ତୃତାର ନିକଟତର ହେବା ଆବଶ୍ୟକ। ମଦୁରାଇରେ ସେଦିନ ସନ୍ଧ୍ୟାରେ ଅନୁଷ୍ଠିତ ସଭାରେ ତାଙ୍କ ନିର୍ଦ୍ଦେଶ କେତେ ଦୂର ପାଳନ କରିଥିଲି ଜାଣେ ନା। ତେବେ ଗଣିତଜ୍ଞ ମହୋଦୟ ସେ ଦିଗରେ ମୋର କୌଣସି ତ୍ରୁଟି ଦର୍ଶାଇ ନଥିଲେ। ସଭା ପରେ ସେ ମୋତେ ନେଇଯାଇଥିଲେ ବିଖ୍ୟାତ ମୀନାକ୍ଷୀ ମନ୍ଦିର ଭିତରକୁ। ସେ ଅନର୍ଗଳ ଆବୃତ୍ତି କରୁଥିଲେ ଦେବୀ ସ୍ତୋତ୍ର। ଗଣିତଜ୍ଞ ମହୋଦୟଙ୍କର ସେ ପାଣ୍ଡିତ୍ୟ ଓ ଭକ୍ତି ମୋତେ ଚମତ୍କୃତ କରିଥିଲା। ମନେ ହୋଇଥିଲା ବିଧାତାର ବିଧାନ ଅନୁସାରେ ସତେଅବା ତାଙ୍କ କଣ୍ଠସ୍ୱର ଏହି ସ୍ତୋତ୍ର ଆବୃତ୍ତି ପାଇଁ ଉଦ୍ଦିଷ୍ଟ ଥିଲା। ଗଣିତ ଚର୍ଚ୍ଚା ତାଙ୍କ ନିଜସ୍ୱ ମାନସିକ ବିଚାର ମାତ୍ର। ଦକ୍ଷିଣ ଭାରତର ଏହି ପ୍ରାଚୀନତମ ଜୀବନ୍ତ ନଗରୀ ମଦୁରାଇର ଇତିହାସ ଦେବୀ ମୀନାକ୍ଷୀଙ୍କ କିମ୍ବଦନ୍ତୀରୁ ଆରମ୍ଭ। ଏକଦା ଏ ଭୂମି ଥିଲା ଅରଣ୍ୟ। ବୃତ୍ରାସୁର ସହ 7 ବର୍ଷ ଯୁଦ୍ଧ କରି ଇନ୍ଦ୍ର ଜୟୀ ହେଲେ ସିନା, କିନ୍ତୁ ବୃତ୍ରାସୁର ନିଜ ତପସ୍ୟା ଯୋଗୁଁ ଅସୁର ଜାତି ଭିତରେ ବ୍ରାହ୍ମଣ ହୋଇଥିବା ଦୃଷ୍ଟିରୁ ଇନ୍ଦ୍ର ବ୍ରାହ୍ମଣ ହତ୍ୟା ଦୋଷରେ ଦୋଷୀ ହେଲେ। ଏହି ଅରଣ୍ୟ ଭିତରେ ସେ ଶିବ ପୂଜା କରି ପାପମୁକ୍ତ ହେଲେ। ଅରଣ୍ୟ ଭିତରେ ରହିଲା ଶିବଙ୍କ ବିଭୂତି, କିମ୍ବା ଏ ଅରଣ୍ୟ ପୂର୍ବରୁ ହିଁ ଶିବଙ୍କର ପ୍ରିୟ ହୋଇଥିବା ଯୋଗୁଁ ଇନ୍ଦ୍ର ଏଠାରେ ଶିବ ପୂଜା କରିଥିଲେ। ଅରଣ୍ୟ ବାହାରେ ରହିଥିଲା ଜଣେ ଭକ୍ତ ରାଜାଙ୍କ ନବର। ସେ ଅରଣ୍ୟ ଭିତରକୁ ଶିକାର ଉଦ୍ଦେଶ୍ୟରେ ଆସି ଅନୁଭବ କଲେ ମହାଦେବଙ୍କ ଉପସ୍ଥିତି। ସେ ସେହି ଅରଣ୍ୟ ଭିତରକୁ ନିଜ ଆସ୍ଥାନ ଉଠାଇ ଆଣିଲେ। ରାତିରେ ସେ ସ୍ୱପ୍ନ ଦେଖିଲେ ମହାଦେବ ସେ ଅରଣ୍ୟ ଉପରେ ମଧୁ ବର୍ଷା କରୁଛନ୍ତି। ରାଜା ତାଙ୍କ ନବରର ନାମ ଦେଲେ ମଧୁରପୁର। କ୍ରମେ ନବରର ଚତୁଃପାର୍ଶ୍ୱରେ ଗଢ଼ି ଉଠିଲା ବସତି। ମଧୁରପୁର ସଂକ୍ଷିପ୍ତ ହୋଇ ସେ ବସତିକୁ ମଦୁରାଇ ନାମରେ ବିଦିତ କଲା। ପ୍ରକୃତରେ ମଦୁରାଇ ବିଦିତ ହେଲା ମୀନାକ୍ଷୀଙ୍କ ଆବିର୍ଭାବ ପରେ। ପୁତ୍ରଲାଭ ଆକାଂକ୍ଷାରେ ଜଣେ ରାଜା ଯଜ୍ଞ କଲେ ଯେ ହେଲା, କିନ୍ତୁ କନ୍ୟା ଲାଭ। ତେବେ କନ୍ୟା ପ୍ରତି ଦୃଷ୍ଟିପାତ କରି ଜ୍ଞାନୀ ରାଜା ବୁଝିଲେ ଶତପୁତ୍ରକୁ ବଳିଗଲା ଭଳି କନ୍ୟାଟି ତାଙ୍କର।
ମନ୍ତ୍ରୀବର୍ଗ ପରାମର୍ଶ ଦେଲେ, ରାଜା ପୋଷ୍ୟପୁତ୍ର ଗ୍ରହଣ କରନ୍ତୁ। ପ୍ରୟୋଜନ ନାହିଁ, ମୋର ଉତ୍ତରାଧିକାରୀ ମୋର କନ୍ୟା ମୀନାକ୍ଷୀ। କନ୍ୟାର ଆଖିରେ ରାଜା ନିଶ୍ଚୟ ମୀନଠୁ ବହୁତ ଅଧିକ ସୌନ୍ଦର୍ଯ୍ୟ ଅନୁଭବ କରିଥିଲେ, ଅଥବା ଅନୁଭବ କରିଥିଲେ ଅବ୍ୟକ୍ତ ତାତ୍ପର୍ଯ୍ୟ। ଯଥା ସମୟରେ ମୀନାକ୍ଷୀ ସିଂହାସନ ଆରୋହଣ କଲେ। ସୌନ୍ଦର୍ଯ୍ୟ ଓ ତେଜରେ ସେ ନିକଟତର ସମସ୍ତଙ୍କୁ ଅଭିଭୂତ କଲେ, କିନ୍ତୁ ଦୂରବର୍ତ୍ତୀ ରାଜାମାନଙ୍କୁ ଈର୍ଷାରେ ପାଗଳ କଲେ। କେହି କେହି ରାଜା ତାଙ୍କୁ ବାହା ହୋଇପଡ଼ି ଜଣେ ତରୁଣୀ ସିଂହାସନ ଆରୋହଣ କରିବା ଦ୍ୱାରା ଉପୁଜିଥିବା ବିଷମ ପରିସ୍ଥିତିରୁ ପୃଥିବୀକୁ ମୁକୁଳାଇ ଆଣିବାକୁ ଚେଷ୍ଟା କଲେ ଯେ, କିନ୍ତୁ ମୀନାକ୍ଷୀ ସେମାନଙ୍କ ପ୍ରସ୍ତାବକୁ ମଶା ମାଛି ତଡ଼ିଲା ଢଙ୍ଗରେ ଉଡ଼ାଇ ଦେଲେ। ଫଳରେ ଗୁଡ଼ାଏ ରାଜା ଷଡ଼ଯନ୍ତ୍ର କରି ଏକତ୍ର ଆକ୍ରମଣ କଲେ ମୀନାକ୍ଷୀଙ୍କ ରାଜ୍ୟ। ମୀନାକ୍ଷୀ ଅଶ୍ୱାରୋହଣ କରି ତରବାରୀ ବୁଲାଇ ସେ ମିଳିତ ବାହିନୀ ଭିତରକୁ ପଶିଯାଇ ସେନାପତିମାନଙ୍କୁ ଭୁଲୁଣ୍ଠିତ କଲେ। ଆକ୍ରମଣକାରୀ ସୈନ୍ୟମାନେ ଛତ୍ରଭଙ୍ଗ ଦେଲେ। ମୀନାକ୍ଷୀ ଆଗକୁ ଆଗକୁ ଚାଲିଥାନ୍ତି। କେହି ଜଣେ ତାଙ୍କ ଗତିରୋଧ କଲା। ହୁଏତ ତାଙ୍କ ଅଶ୍ୱ ଚମକି ପଡ଼ି ରହିଗଲା। ତରବାରୀ ଉଞ୍ଚାଇ ମୀନାକ୍ଷୀ ସ୍ତବ୍ଧ ହେଲେ। ସେ ମୁହୂର୍ତ୍ତ ଅବର୍ଣ୍ଣନୀୟ। ସେ ମୁହୂର୍ତ୍ତରେ ମୀନାକ୍ଷୀ ତାଙ୍କ ଆଗରେ ଦଣ୍ଡାୟମାନ ବ୍ୟକ୍ତିକୁ ଚିହ୍ନିବା ସଙ୍ଗେ ସଙ୍ଗେ ନିଜକୁ ମଧ୍ୟ ଚିହ୍ନୁଥିଲେ। ନବରଠୁ ବେଶ୍ କିଛି ଦୂରବର୍ତ୍ତୀ ସେ ନିର୍ଜନ ସ୍ଥାନରେ ଯିଏ ତାଙ୍କ ପଥରୋଧ କରିଥିଲେ, ସିଏ ସ୍ୱୟଂ ଶିବ। ମୀନାକ୍ଷୀ ବୁଝିଲେ, ସେ ନିଜେ ସତୀଙ୍କ ଅବତାର।